ଏମାନଙ୍କ ସହିତ ଆମେ ଆଜି ଉଚ୍ଚଶିକ୍ଷା ବିଭାଗ ଏମଓୟୁ ସାଇନ୍ କରିଛି, ଯୋଉଟା କି ସେମାନଙ୍କୁ ନିଯୁକ୍ତି ଦେବାରେ ପିଲାମାନେ ଯୋଉମାନେ ପାସ୍ ଆଉଟ୍ ହେବେ ତାକୁ ନିଯୁକ୍ତି ଦେବାରେ ବା କିଏ କୋଉଠି ପ୍ରୋବେସନ ପିରିୟଡରେ ରହିବ, ଆପ୍ରେଣ୍ଟିସିପ କରିବେ, ସେ କ୍ଷେତ୍ରରେ ଇଏ ଏକ ବଡ ପଦକ୍ଷେପ ହୁଏ। ସେଠି ଯୋଉ ପିଲାମାନେ କୋଚିଂ ପାଉଛନ୍ତି ସମସ୍ତେ ଚାକିରି ପାଉଛନ୍ତି, କିନ୍ତୁ ଅସୁବିଧାଟା କଣ, ଆମେ ଯୋଉ ଚାକିରି ତାଙ୍କୁ ଦବାକୁ ଚାହୁଁଛୁ ସେଇ ଚାକିରି ସେମାନେ ଯାଉନାହାନ୍ତି। ଆମେ କହୁଛୁ ତମେ ୟୁପିଏସସି ଆଇଏଏସ୍ ପାଇଁ ଆସ୍ପିରେସନ ରଖ, ଆଇଏଫଏସ୍ ପାଇଁ ଆସ୍ପିରେସନ ରଖ, ତାଙ୍କର ଆସ୍ପିରେସନ ରହିଯାଏ ମୁଁ ଏସଏସସି ରେ କେମିତି କ୍ଲିୟର କରିବି। ଏଇଠି ହିଁ ଅଡୁଆ ହୁଏ। ଓଡିଶା ୟୁନିଭର୍ସିଟି ଆମେଣ୍ଡମେଣ୍ଟ ବିଲ୍ 2024 ପାଇସାରିଛି ଏବଂ ତୁରନ୍ତ ଭାବରେ ଆମେ କେଉଁଭଳି ଭାବରେ ପାଖାପାଖି ଆମେ ତ ଗତ ଥର ବିଧାନସଭାରେ ରଖିଥିଲୁ ଯେ 1072 ପୋଷ୍ଟ ଖାଲି ଅଛି ବୋଲି, କିନ୍ତୁ ଆଜିର ଦିନର ଇତିମଧ୍ୟରେ ଯୋଉମାନେ ରିଟାୟାରମେଣ୍ଟ ହେଇଛନ୍ତି ଏସବୁ ମିଶିକି ପାଖାପାଖି 1353 ପ୍ରଫେସର ବା ଆସିଷ୍ଟାଣ୍ଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏଭଳି ଭାବରେ ଟିଚର ପୋଷ୍ଟ, ଟିଚିଂ ପୋଷ୍ଟ ଖାଲି ଅଛି। ତେଣୁ ସେଗୁଡିକ କେଉଁଭଳି ଭାବରେ ଅତି ଶୀଘ୍ର ନିଯୁକ୍ତି କରାଯାଇ ପାରିବ ଏବଂ ଯେଉଁ ସଂଶୋଧନ ଅଣାଯାଇଛି ସେ ସଂଶୋଧନ ସମ୍ପର୍କରେ କୁଳପତି ମାନେ, ଭିସି ମାନେ ଯେଉଁଭଳି ଭାବରେ ତାଙ୍କର ଗୋଟେ ଯାହା ଯାହା ଦ୍ୱନ୍ଦ୍ୱ ଥିବ, ଆଶଙ୍କା ଥିବ, ଶଙ୍କା ଥିବ ତାହାକୁ ଦୂର କରାଯାଇଛି। ଏବଂ କେବଳ ଏତିକି କଥା ନୁହେଁ, ଆମର ପାଖାପାଖି 2000 ନନ୍ ଟିଚିଂ ଷ୍ଟାଫ ପୋଷ୍ଟ ଖାଲି ଅଛି। ନନ୍ ଟିଚିଂ ଷ୍ଟାଫ ପୋଷ୍ଟ ଯେମିତି ସେଥିରେ କିଛି ସଂଶୋଧନ ଅଣାଯାଇନାହିଁ। 2020 ସଂଶୋଧନରେ ଯାହା ଥିଲା ବ୍ୟବସ୍ଥା ଯେ ଏସଏସସି ମାଧ୍ୟମରେ ତାର ପରିପୂରଣ କରାଯିବ, ଆମେ ବି ତାହାକୁ ଅବ୍ୟାହତି ରଖିଛୁ, ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କିନ୍ତୁ କୌଣସି ନା କୌଣସି କାରଣ ଲାଗି ସେଟା ହେଇପାରୁନଥିଲା, କିନ୍ତୁ ଆମେ ତାହାକୁ ବି ମାଗିଛୁ ଆପଣ ୟୁନିଭର୍ସିଟି ଗୁଡିକ ଅତି ଶୀଘ୍ର ରିକ୍ୱେସନ ଦିଅନ୍ତୁ ନନ୍ ଟିଚିଂ ଷ୍ଟାଫ ପାଇଁ। ଏବଂ ଯୋଉଠି ଡିପିସି ରେ ପେଣ୍ଡିଂ ହେଇକି ରହିଛି, ଜୁନିୟର ଆସିଷ୍ଟାଣ୍ଟ ମାନଙ୍କୁ ଦିଆଯାଇ ନାହିଁ, ପ୍ରମୋସନ ଦିଆଯାଇ ନାହିଁ, କାରଣ ଆମେ ଜୁନିୟର ଆସିଷ୍ଟାଣ୍ଟ ମାନଙ୍କୁ ହିଁ ଏସଏସସି ମାଧ୍ୟମରେ ସିଲେକ୍ସନ ଦେଇପାରିବୁ, ପୋଷ୍ଟିଂ କରିପାରିବୁ। ଗୋଟେ ଡିପିସି ରେ ପେଣ୍ଡିଂ ହେଇକି ରହିଛି ସେଗୁଡାକୁ ମଧ୍ୟ ଯେଉଁଭଳି ଭାବରେ ତାଙ୍କୁ ଟାଇମ ଲାଇନ ଦିଆଯାଇଛି, ଏତିକି ସମୟ ଭିତରେ କୃଷି ମାନଙ୍କୁ କୁହାଯାଇଛି ଯେ ଆପଣ କରନ୍ତୁ। ଏବଂ ତା ସହିତ ପ୍ରେସନାଇଜେସନ ର କଥା ଆସିଛି, ତା ସହିତ ଲିଅନ ପିରିୟଡରେ କେମିତି ଅସୁବିଧା ହଉଛି ୟୁନିଭର୍ସିଟି ଗୁଡିକର ସେ ସମ୍ପର୍କରେ ମଧ୍ୟ କଥା ଆସିଛି, ଆଲୋଚନା ଏବେ ବି ଚାଲିଛି। ଜାତୀୟ ଶିକ୍ଷାନୀତି 2020 ର ପ୍ରଣୟନ ବାବଦରେ କୋଉ ୟୁନିଭର୍ସିଟି କେତେ ଆଗେଇଛନ୍ତି ସେ ସମ୍ପର୍କରେ ଆଲୋଚନା ହେଉଛି। ଏନସିସି ର ଏନରୋଲମେଣ୍ଟ କେମିତି ବଢାଇ ଯାଇପାରିବ, ଯାହା ଆମର ଲକ୍ଷ୍ୟ ଥିଲା 75,000 ଏ ବର୍ଷ ଆମେ କରିବୁ, ତ 75,000 କରିବା ବାଟରେ ଆମେ କୋଉଠି କେତେ ପହଞ୍ଚିଛନ୍ତି ତାର ବି ଗୋଟେ ଆତ୍ମ ସମୀକ୍ଷା ଏଥିରେ ସାମିଲ କରାଯାଇଛି। ତତ୍ସହିତ ୟୁନିଭର୍ସିଟି ଗୁଡିକରେ ଯୋଉ ପ୍ରକାର ନୂଆ କରିକି ଆମେ ବିଲ୍ଡିଂ କମିଟି, ଫାଇନାନ୍ସ କମିଟି ଆଡ୍ କରିଛୁ, ତାର କାର୍ଯ୍ୟକାରିତା ଏବଂ ସିଏଜି ଅଡିଟ୍ କରାଯିବ, ତାର କାର୍ଯ୍ୟକାରିତା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହେଇଛି। ତେଣୁ ଏ ଆଇନଟି ଯେଉଁଭଳି ଭାବରେ ତ୍ୱରିତ ବେଗରେ ଉଚ୍ଚଶିକ୍ଷା ବିଭାଗର ଯେଉଁ ଅନେକ କଥା ଠପ୍ ହେଇଯାଇଥିଲା ବିଶ୍ୱବିଦ୍ୟାଳୟ ମାନଙ୍କରେ ସେଥିରେ ଗତିଶୀଳତା ଆଣିବା ପାଇଁ ଆଜିର ଏହି କର୍ମଶାଳା ଅନୁଷ୍ଠିତ ହେଇଛି। ଏବଂ ସବୁଠୁ ବି ବଡ କଥା, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ, ବିଓପିଟି କୋଲକାତା, ଇଏଫଏସଆଇ, ବଜାଜ ଫିନସର୍ଭ ଏଭଳି ଅନେକ ରାଷ୍ଟ୍ରାୟତ୍ତ କମ୍ପାନୀ କହିପାରନ୍ତି ବା ଇଣ୍ଡଷ୍ଟ୍ରି କହିପାରନ୍ତି, ଏମାନଙ୍କ ସହିତ ଆମେ ଆଜି ଉଚ୍ଚଶିକ୍ଷା ବିଭାଗ ଏମଓୟୁ ସାଇନ୍ କରିଛି, ଯୋଉଟା କି ସେମାନଙ୍କୁ ନିଯୁକ୍ତି ଦେବାରେ ପିଲାମାନେ ଯୋଉମାନେ ପାସ୍ ଆଉଟ୍ ହେବେ ତାକୁ ନିଯୁକ୍ତି ଦେବାରେ ବା କିଏ କୋଉଠି ପ୍ରୋବେସନ ପିରିୟଡରେ ରହିବ, ଆପ୍ରେଣ୍ଟିସିପ କରିବେ, ସେ କ୍ଷେତ୍ରରେ ଇଏ ଏକ ବଡ ପଦକ୍ଷେପ। କେବଳ ବଜାଜ ଫିନସର୍ଭ 5,000 ପିଲାଙ୍କୁ ଚୟନ କରିବ, ତା ସହିତ ଏନଏସି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ମୁମ୍ବାଇ ସିଏ ସାଇବର ସିକ୍ୟୁରିଟି ଠାରୁ ଆରମ୍ଭ କରିକି ଅନ୍ୟାନ୍ୟ ସମ୍ପର୍କରେ ପିଲାମାନଙ୍କ କେମିତି ଚୟନ କରାଯାଇ ପାରିବ ସେ ସମ୍ପର୍କରେ ବିଶଦ କାର୍ଯ୍ୟାନୁଷ୍ଠାନ
ଆମେ ତ ଏଟା କୁଳପତି ମାନଙ୍କୁ ନେଇକି ଆଲୋଚନା କଲୁ, କୁଳପତି ମାନଙ୍କୁ ନେଇକି ଆଲୋଚନା କଲୁ, ତେଣୁ କୁଳପତିଙ୍କର ଯାହା ଜୁରିଡିକ୍ସନ ରହୁଛି टीचर रिक्रुटमेंट प्रोसेस से ସେମାନେ ଗୋଟେ ପାର୍ଟ ଆଉ ପାର୍ସିଆଲ, ତେଣୁ କେବଳ ଟିଚର ରିକ୍ରୁଟମେଣ୍ଟ କଥା ଆଲୋଚନା କରାଯାଉଛି। କୁଳପତି ମାନଙ୍କ ରିକ୍ରୁଟମେଣ୍ଟ ଆମର ଚାନ୍ସଲର ମହୋଦୟ ଏବଂ ଆମେ ମାନେ ବସିକି ସେ ସମ୍ପର୍କରେ ଆଲୋଚନା ଚାଲିଛି, ଏ କଥା ଏଥିରେ ଆଲୋଚନା କରିବା ଆବଶ୍ୟକ। ଏ ଯୋଉ କର୍ମଶାଳା କୁଳପତିଙ୍କ ନିଯୁକ୍ତି ନେଇକି ନୁହେଁ, ଯୋଉଠି ବି ଫାଙ୍କା ହଉଛି, ଯୋଉମାନେ 2 ମାସ ବି ଅଛନ୍ତି ସେମାନେ 2 ମାସ କାମ କାହିଁ ନ କରିବେ? ଜଣେ ସ୍ଥାୟୀ କୁଳପତି ଆସିବା ପୂର୍ବରୁ ବି ଅସ୍ଥାୟୀ ଭାବରେ ଯିଏ ଓଏସଟି ଭାବରେ ବି ଯୋଉମାନେ ଅଛନ୍ତି ସେମାନଙ୍କୁ ଆମେ ଏବେଠୁ କାମରେ କାହିଁ ନ ଲାଗି? ଆମର ତ 1353 ଶିକ୍ଷକ ପଦବୀ ଖାଲି ଅଛି, ଯୋଉଟା କି ଗୋଟେ ଅତ୍ୟନ୍ତ ସମ୍ବେଦନଶୀଳ ଆଉ ସ୍ପର୍ଶକାତର କଥା ଆଜିର ଦିନରେ। ଯେତେ ଜଲ୍ଦି ପ୍ରକ୍ରିୟା ତ ଆମେ ତ ମାନେ ରାଜ୍ୟପାଳ ସମ୍ମତି କରିବାର 48 ଘଣ୍ଟା ଭିତରେ ଆମେ ଏ ପ୍ରକ୍ରିୟା ତ ଆଜିଠୁ ଆରମ୍ଭ, ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଲା। ଷ୍ଟାଚ୍ୟୁଟ ନୂଆ ଆଇନରେ ଷ୍ଟାଚ୍ୟୁଟରେ କଣ ପରିବର୍ତ୍ତନ କରାଯିବ, ସେ କଥା କଣ ଇନକର୍ପୋରେଟ କରାଯିବ, କଣ ମଡିଫିକେସନ କରାଯିବ, ସେ ସମ୍ପର୍କରେ ପୁରା ବିସ୍ତୃତ ଭାବରେ ନିଷ୍ପତ୍ତି ନିଆଯାଉଛି। ଏବଂ ଏଇଟା ଆମର କୁଳପତି ମାନଙ୍କ ଭିତରୁ ବି ଗୋଟେ କମିଟି କରାଯାଇଛି, କୁଳପତି ମାନେ ସେ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିକି ସରକାରଙ୍କୁ ଜଣେଇ, ସରକାର ବି ଅନ୍ୟ ଶିକ୍ଷାବିତ ମାନଙ୍କ ସହିତ ବି ଆଲୋଚନା କରୁଛି ଷ୍ଟାଚ୍ୟୁଟରେ କଣ ପରିବର୍ତ୍ତନ ହବା ଦରକାର, କଣ ଇନକର୍ପୋରେଟ ହବା ଦରକାର ଏବଂ କେତେ ଜଲ୍ଦି ଏ କଥା କରିବେ। ସବୁଠୁ ବଡ କଥା ଆପଣ ମାନଙ୍କ ଅବଗତି ନିମନ୍ତେ ଜଣେଇବାକୁ ଚାହୁଁଛି, ଆଗରୁ କଣ ହଉଥିଲା, ଗୋଟେ ନିର୍ଦ୍ଦିଷ୍ଟ ସମୟ ସୀମା ନଥିଲା ରିକ୍ରୁଟମେଣ୍ଟ ପ୍ରୋସେସ, କିନ୍ତୁ ଏ ଆକ୍ଟଟି ଏଥିରେ ଲେଖାଯାଇଛି ବୋଧହୁଏ ଜାନୁଆରୀ କି ଫେବୃଆରୀ ମାସରେ ଆପଣଙ୍କୁ ରିକ୍ରୁଟମେଣ୍ଟ ପ୍ରୋସେସ ଷ୍ଟାର୍ଟ କରିବାକୁ ପଡିବ, ଆରମ୍ଭ କରିବାକୁ। ଜଣେ ଅବସର ହେଲା ପରେ ଆପଣ ରିକ୍ରୁଟମେଣ୍ଟ ପ୍ରୋସେସ ଆରମ୍ଭ କରିବେ ସେ କଥା ନାହିଁ। ଆପଣ ଜାଣିଛନ୍ତି ଜଣେ ଅକ୍ଟୋବର ମାସରେ ଅବସର ପାଇବେ, ତେଣୁ ଆପଣଙ୍କୁ ପ୍ରୋସେସ 4 ମାସ ପୂର୍ବରୁ 3 ମାସ ପୂର୍ବରୁ ଆରମ୍ଭ କରିବାକୁ ପଡିବ ଏବଂ ସେଟା ଆକ୍ଟରେ ବି ଲେଖା ହେଇଛି, ଷ୍ଟାଚ୍ୟୁଟରେ ଆଉ ଟିକେ ଏଲାବୋରେଟ କରିକି ତାକୁ ଲେଖା ନାଇଁ। ସେଟା ହଉଛି ଡିପାର୍ଟମେଣ୍ଟ ମର୍ଜର ନୁହେଁ, ସେଟା ସ୍କୁଲ ଢାଞ୍ଚା ନୁହେଁ। ଗୋଟେ କହିବାକୁ ଚାହୁଁଛି, ସପୋଜ କେମିଷ୍ଟ୍ରି ଆଉ ଫିଜିକ୍ସ ସେଟା ଗୋଟିଏ ସ୍କୁଲର, ଅର୍ଥାତ୍ ଗୋଟିଏ ମୁଖ୍ୟ ବିଭାଗ, ବାୟୋଟେକ୍ନୋଲୋଜି କି ବାୟୋଲୋଜି କଥା କୁହନ୍ତୁ, ଜୁଲୋଜି କଥା କୁହନ୍ତୁ, ଇଏ ଗୋଟିଏ ସ୍କୁଲ, ତ ତା ଭିତରେ ଡେସିଗ୍ନେସନ କରାଯିବ। ମୋର ଗୋଟେ କଥା କହିବି, ଆପଣଙ୍କର ପିଲା ଆଡମିସନ ନେଲେ 10%, 32ଟା ସିଟ୍ ଅଛି, ସାଂସନ ପାଇଁ 32 ଅଛି, 4 ଜଣ ପିଲା ପଢୁଛି, କିନ୍ତୁ ଟିଚର ସାଂସନ ଅଛନ୍ତି 6 ଜଣ, 4 ଜଣ ପିଲାକୁ 6 ଜଣ ଟିଚର ଆମେ ଅଯଥାରେ ତାଙ୍କୁ ରଖେଇବା, ଆମେ ପୋଷ୍ଟ ଏବୁଲିଶ କରିବା ନାହିଁ। କିନ୍ତୁ ସେ ଯୋଉ ସ୍କୁଲ ସେଟା ସପୋଜ ଫିଜିକାଲ କେମିଷ୍ଟ୍ରି ହେଇଥିବ, ଆଉ ଗୋଟେ ଆମର ଅର୍ଗାନିକ କେମିଷ୍ଟ୍ରି ହେଇଥିବ, ଇଏ 6 ଜଣ ଟିଚର ତମେ ଅର୍ଗାନିକ କେମିଷ୍ଟ୍ରି ପଢେଇବାରେ କାହିଁ ବ୍ୟବହାର ନ କରିବ? ତାଙ୍କୁ ଦିନକୁ ଗୋଟିଏ କାଳାଂଶ ଗୋଟିଏ ପିରିୟଡ କାହିଁକି ଦେବା? କି ଦିନକୁ ତାଙ୍କୁ ଯେତିକି ବ୍ୟବହାର 4 ଜଣ ପିଲା ପଢି ସାରିଲେ ଯେତିକି ଆବଶ୍ୟକ, ଆଉ ତାଙ୍କ ପାଖରେ ସମୟ ଅଛି, ଆମେ ତାକୁ ସେଇ ସ୍କୁଲର ଆଉ ଯୋଉ ଡିପାର୍ଟମେଣ୍ଟ ଥିବ ସେଇଥିରେ ଆମେ ତାକୁ ରଖିବା। ଏଇଟା ହଉଛି ସ୍କୁଲର କନସେପ୍ଟ, ଯୋଉଟା କି ସେଣ୍ଟ୍ରାଲ ୟୁନିଭର୍ସିଟି ଏବଂ ଅନ୍ୟାନ୍ୟ ପ୍ରାଇଭେଟ ୟୁନିଭର୍ସିଟି ଯୋଉଟା କି କରିଛନ୍ତି, ଆଇଆଇଟି ଠାରୁ ଆରମ୍ଭ କରି ଆଇଆଇଏମ୍ ପର୍ଯ୍ୟନ୍ତ এই ପ୍ରାକ୍ଟିସକୁ ଫଲୋ କରାଯାଏ। ଅନେକ ୟୁନିଭର୍ସିଟି ଫଲୋ କରୁଛନ୍ତି, ଆମେ ତାକୁ ଆଉ ଟିକେ ରିଷ୍ଟ୍ରକ୍ଚରିଂ ସେ ବାବଦରେ ବି ଆଲୋଚନା ହେଉଛି। ଦେଖନ୍ତୁ, ଏ ସମ୍ପର୍କରେ ମୁଁ କହିବାକୁ ଚାହେଁ, ଆପଣଙ୍କର ଯୋଉ ସେଟା ଯୋଉ ଆନ୍ଦୋଳନ ହେଇଥିଲା ପ୍ରମୋସନାଲ ଆସ୍ପେକ୍ଟକୁ ନେଇକି, ଯୋଉମାନେ ଜୁନିୟର ଆସିଷ୍ଟାଣ୍ଟ ଅଛନ୍ତି ସେମାନେ କହିଲେ ଆମେ 48 ସଂଖ୍ୟାରେ ଅଛୁ, ତ ସିନିୟର ଆସିଷ୍ଟାଣ୍ଟ ବି 48 ସଂଖ୍ୟାରେ ରହୁ, ସୋ ଦ୍ୟାଟ୍ ଆମେ ପ୍ରମୋସନ ବି ସେତିକି ପାଇପାରିବୁ, ପ୍ରମୋସନ ଟା ନିଶ୍ଚିତ ଭାବରେ ହେଇପାରିବ। କିନ୍ତୁ ଆପଣମାନେ ଜାଣିଥିବେ ଯେକୌଣସି ବୃତ୍ତି, ସାମ୍ବାଦିକତାରୁ ଆରମ୍ଭ କରିକି ରାଜନୀତି କରୁଛନ୍ତି, ସବୁବେଳେ ଗୋଟେ ପିରାମିଡ ଷ୍ଟ୍ରକ୍ଚର, 48 ଜଣ ଯଦି ରହିଲେ ଜୁନିୟର ଆସିଷ୍ଟାଣ୍ଟ ହେଇକି, ତା ଉପରେ ପ୍ରମୋସନ ପାଇବେ 24 ଜଣ, ତା ଉପରକୁ ପ୍ରମୋସନ ପାଇବେ 12 ଜଣ। ମୁଁ ଗୋଟେ ଏକ୍ସାମ୍ପଲ କହୁଛି, କିନ୍ତୁ ଯେହେତୁ ଆନ୍ଦୋଳନ ହେଇଥିଲା ଆମେ ଏବେ ନିଷ୍ପତ୍ତି ନିଆଯାଇ ନାହିଁ, ବର୍ତ୍ତମାନ ତା ଡିସିସନରେ ଅଛି, ଆମେ ତାଙ୍କୁ ସୁଯୋଗ ଦେଇପାରିବୁ। ଯେତେବେଳେ ରାସନାଲାଇଜେସନ ହବ କି ଷ୍ଟାଫ ନିଯୁକ୍ତି ପୂର୍ବରୁ ଆମେ ଚିନ୍ତା କରୁଛୁ ତାଙ୍କୁ ସୁଯୋଗ ଦେଇପାରିବୁ। ଜଣେ ଉତ୍କଳ ୟୁନିଭର୍ସିଟିରେ ଅଛି, ସେ ଭାବୁଛି ଯେ ମୋର ପ୍ରମୋସନାଲ ଆସ୍ପେକ୍ଟ ଅସୁବିଧା ହେଇପାରେ, ତାକୁ ରମାଦେବୀକୁ ଯିବା ପାଇଁ ସୁଯୋଗ ଦିଆଯାଇପାରିବ। ଏ କଥାଟା ନିଷ୍ପତ୍ତି ଷ୍ଟେଜରେ ଅଛି, ତାର ପ୍ରୋସ୍ କନ୍ସ ଦେଖା ହେଇକି ତେଣୁ ଦେଶରେ ଆମେ ରିସ୍କ ନେଇଛୁ। ଗତ ସରକାରଙ୍କର
दुईटी पर्याय रेजल्ट को लेकिन समस्त मन में द्वंद्व थिला और समस्त मन में आशंका थी आम यूपीएससी पिला खाइबा ट्रेनिंग भी आम गोटे भल इन्यूट दौरान रेजल्ट कहीं आस संपर्क में जिते केतक मतामत भी आसला प्रोग्राम टी बंद कर दिया किंतु आम आउ वर्षे एथर एक्सपेरिमेंटल बेसिस 25-26 आम हठात ये बंद करूँ ना जो पिला भी आसवे सहित भी आम आलोचना करूँ एपरिक गत जो अधारू तो आम आसिलु जो टर्म की जो पिला टीचिंग दि जाता मु भी निजे 3-4 थर से पिला सुविधा असुविधा कौन अच्छी बुझिकी आस तो जहाँ जहाँ असुविधा रोचे आम क्लीयर कर गोटे बड़ कथा कौन हुए से जो पिला कोचिंग पाँच समस्ते चाकरी कि असुविधा कौन आम जो चाकरी दबा चाहूँ से चाकरी से जाऊना आम कहूँ तुम यूपीएससी आईएएस आस्पिरेसन रख आईएफएस आस्पिरेसन रख आस्पिरेसन रही है एसएससी क्लियर कर ये ओडुआ हुए आम कोचिंग बहुत भल दौर तेणु जो कोचिंग दौरान से निज केमी फिट इन हे केमी आग्रह बढ़ आम भी किछ दिन तले कथा जो मैंने आमर आईएएस ऑफिसर्स मैंने ओएस ऑफिसर्स मैंने जो मैंने रिसेंटली रिक्रुटेड होती भी गोटे गोटे क्लास करने आम तार योजना प्रस्तुत करूँ आशा करूँ एथर निश्चित भाव में यूपीएससी हो कि यूपीएससी हो आम पिला भल जो भाव में गत सरकार कर आधार में आम कर फाइन ट्यून आम करुचु एप्लिकेशन बेसिस रे शॉर्टलिस्ट करा दिबो एग्जामिनेशन जो मैंने अप्लाई करेंगे हाँ आमको फ्री कोचिंग दि जाओ गोटे प्रवेशिका हेबो एंट्रांस हेबो से एंट्रांस जो टॉप 200 रहिबे से मानक यूनिवर्सिटी नहीं सेटा बिकज सरकार गोटे प्राइवेट स्टेट यूनिवर्सिटी से दिया रहिबा खाइबा कथा देखुछन तो आमे निश्चित फ्री ऑफ कॉस्ट 200 पिला खाइबा रहिबा कोचिंग फ्री ऑफ कॉस्ट